ଜୟ ଶ୍ରୀରାମ ବନ୍ଧୁଗଣ। କଣ ଆପଣମାନେ କେବେ ଭାବିଛନ୍ତି ରାବଣ ଏତେ ଶକ୍ତିଶାଳୀ ଥିଲା? ରାବଣ ତ୍ରିଲୋକ ବିଜେତା ଥିଲା, କିନ୍ତୁ ସେଇ ଶିବଧନୁ, ଯୋଉ ଶିବଧନୁ କି ପ୍ରଭୁ ଶ୍ରୀରାମ ଭାଙ୍ଗି ଦେଇଥିଲେ, ମାତା ସୀତା 8 ବର୍ଷ ବୟସରେ ଖେଳ ଖେଳରେ ହିଁ ସେ ଧନୁଷକୁ ଉଠେଇ ଦେଇଥିଲେ। ସେଇ ଧନୁଷକୁ ରାବଣ ଏତେ ଶକ୍ତିଶାଳୀ ରାକ୍ଷସ ରାଜ ହେଇକିରି ମଧ୍ୟ ଉଠେଇ ପାରିନଥିଲା। ଆ ପଛର ରହସ୍ୟ କଣ ନା, ଯେତେବେଳେ ମିଥିଳା ନଗରୀରେ ମାତା ସୀତାଙ୍କର ସ୍ୱୟଂବରର ଆୟୋଜନ ହେଲା, ତ ରାବଣ ଯାଇ ପହଞ୍ଚିବା ପୂର୍ବରୁ ହିଁ ତାର ପୁଷ୍ପକ ବିମାନ ରଖିବା ପାଇଁ ସେ ଯାଇକିରି ପ୍ରଥମେ ଧ୍ୱଂସ ବିଧ୍ୱଂସ କରିବାକୁ ଲାଗିଥିଲେ ମିଥିଳାର କ୍ଷେତକୁ, ଯେ ଫସଲ ସବୁକୁ ନଷ୍ଟ କରିଦେଇଥିଲେ, ଯୋଉ ଜମିରେ ରାବଣର ପୁଷ୍ପକ ବିମାନ ଠିଆ ହବ। ଆଉ ରାବଣ ଯେତେବେଳେ ଆସି ପହଞ୍ଚିଲା, ରାବଣ ଅହଙ୍କାରରେ ମଜିକିରି ଥାଏ। ରାବଣର ଏତେ ଅହଙ୍କାର ଥାଏ ଯେ ମୁଁ କୈଳାସ ପର୍ବତ ମୋ ନିଜ ହାତରେ ଟେକି ଦେଇଛି, ଏ ଶିବ ଧନୁଷ କଣ, ମୁଁ ଏ ସଂସାରର ମହାଦେବଙ୍କର ସର୍ବଶ୍ରେଷ୍ଠ ଭକ୍ତ, ତ ସେଥିପାଇଁ ଏ ମହାଦେବଙ୍କର ଶିବ ଧନୁଷ କେବଳ ଲଙ୍କାରେ ରହିବାରେ ହିଁ ଯୋଗ୍ୟ। ସେଥିପାଇଁ ରାବଣ ବହୁତ ଅହଙ୍କାରର ସହିତ ଆସିଥିଲା। ଆଉ ଯେତେବେଳେ ସ୍ୱୟଂବର ହବା ପୂର୍ବରୁ ହିଁ ରାବଣ ଆସି ପହଞ୍ଚି ଯାଇଥିଲା ଧନୁଷ ପାଖରେ। ମିଥିଳାର ପ୍ରଜା ଏବଂ ମିଥିଳା ନରେଶ ରାଜା ଜନକ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାତା ସୀତା ମଧ୍ୟ ସେଠି ଉପସ୍ଥିତ ଥାନ୍ତି ଏବଂ ମାତା ସୀତାଙ୍କର 4 ଭଉଣୀ ମଧ୍ୟ ସେଠି ଉପସ୍ଥିତ ଥାନ୍ତି। ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥାନ୍ତି ଯେ ରାବଣ ଇଏ କରୁଛି କଣ। ରାବଣ ଆସିଲା, କାହାକୁ କିଛି କହିଲା ନାହିଁ। ରାବଣ ଆଗ ମହାଦେବଙ୍କ ପାଖକୁ ଗଲା, ଆଉ ମହାଦେବଙ୍କର ଯୋଉ ପୁରୁଣାରେ ଯୋଉ ପୂଜା ହେଇ ସରିଥିଲା, ମହାଦେବଙ୍କର ସମ୍ପୂର୍ଣ୍ଣ ଫୁଲ ପ୍ରଥମେ ସଫା କଲା, ତାପରେ ପୁଣି ଥରେ ଜଳାଭିଷେକ କଲା, ପୁଣି ଦୁଗ୍ଧ ଅଭିଷେକ କଲା, ତାପରେ ମହାଦେବଙ୍କର ପୁଷ୍ପ ସହିତ ପୂଜା କଲା। ସେ ପର୍ଯ୍ୟନ୍ତ ଯାଏ ସମସ୍ତେ ଶାନ୍ତ ଥାନ୍ତି, କାହିଁକିନା ରାବଣ ଆଗରେ କାହାର ବି ଏତେ ସାହସ ନାହିଁ ଯେ ରାବଣ ଆଗରେ କିଛି କହିପାରିବ। ସେ ମିଥିଳା ନରେଶ ରାଜା ଜନକ ହୁଅନ୍ତୁ ନା କାହିଁକି, କାହିଁକିନା ରାବଣ ତ୍ରିଲୋକ ବିଜେତା ଥିଲା। ତ ସେଥିପାଇଁ ରାବଣ ପ୍ରଥମେ ମହାଦେବଙ୍କର ପୂଜା କଲା, ତାପରେ ଯାଇକିରି ଯେତେବେଳେ ଧନୁଷ ପାଖକୁ ଯାଏ, ତ ସେଠି ମିଥିଳା ନରେଶ କହିଥିଲେ କି ଆପଣଙ୍କୁ ତ ମୁଁ ନିମନ୍ତ୍ରଣ ଦେଇନାହିଁ। କିନ୍ତୁ ସେଠି ରାବଣ କହିଥିଲା ମତେ ନିମନ୍ତ୍ରଣ ଦବା କିଛି ଆବଶ୍ୟକ ନାହିଁ। ଯୋଉଠି ମହାଦେବଙ୍କର ଧନୁଷ ଅଛି, ମୁଁ ସେଠି ଆପେ ଆପେ ଯାଇ ପହଞ୍ଚିବି। ଏ ସଂସାରର ମହାଦେବଙ୍କର ସର୍ବଶ୍ରେଷ୍ଠ ଭକ୍ତ ମୁଁ, ତ ଏ ଧନୁଷର ସ୍ଥାନ କେବଳ ଲଙ୍କାରେ, କେବଳ ମହାଦେବଙ୍କର ଶ୍ରେଷ୍ଠ ଭକ୍ତ ପାଖରେ। ତ ରାବଣ ଯାଇ ଯେତେବେଳେ ଧନୁଷ ପାଖରେ ପହଞ୍ଚିଲା ଆଉ କହିଲା କି ମୁଁ ମୋ ନିଜ ହାତରେ କୈଳାସ ପର୍ବତ ଉଠେଇଥିଲି, ତ ଏ ଧନୁ କଣ, ଏ ଧନୁକୁ ତ ମୁଁ ମୋ ବାଁ ହାତର ଗୋଟିଏ ଆଙ୍ଗୁଠିରେ ଉଠେଇଦେବି। ଅହଙ୍କାରର ସହିତ ମାତା ସୀତାଙ୍କୁ ଯେତେବେଳେ ଅନେଇ କହିଲା, ମାତା ସୀତା ମଧ୍ୟ ଦୃଢ ବିଶ୍ୱାସର ସହ ଠିଆ ହେଇଥାନ୍ତି ଯେ ମହାଦେବ ଯାହା କରିବେ ମୋର ମଙ୍ଗଳ ପାଇଁ ହିଁ କରିବେ। ରାବଣ ଶିବ ଧନୁକୁ ପ୍ରଣାମ କରିବାର ନାହିଁ କି କିଛି ନାହିଁ। ଅହଙ୍କାରର ସହିତ ରାବଣ ଗୋଟିଏ ଆଙ୍ଗୁଠିରେ ପ୍ରଥମେ ଚେଷ୍ଟା କଲା ଶିବ ଧନୁକୁ ଉଠେଇବା ପାଇଁ, ଆଉ ଗୋଟିଏ ଆଙ୍ଗୁଠିରେ ଯେତେବେଳେ ବିଫଳ ହେଲା, ମାତା ସୀତାଙ୍କୁ ସେ ବଡ ଅହଙ୍କାରର ସହିତ ଅନଉଥାଏ, ଆଉ ତାପରେ 2ଟି ଆଙ୍ଗୁଠି ଲଗେଇଲା। ଫିର ବି ରାବଣ ଶିବ ଧନୁକୁ ଉଠେଇ ପାରିଲା ନାହିଁ। ତାପରେ ରାବଣ ଗୋଟିଏ ହାତ ଲଗେଇକିରି ବଡ ଜୋରସୋରରେ ଚେଷ୍ଟା କଲା। ସେତେବେଳକୁ ରାବଣ ଏତେ ଶକ୍ତି ଲଗେଇଲାଣି ଯେ ମିଥିଳା ଥରିବାକୁ ଲାଗିଲାଣି, ମାନେ ଏତେ ଭୂସ୍ଖଳନ ହେଲାଣି, ମାନେ ଏତେ ରାବଣ ଶକ୍ତି ଲଗେଇଲାଣି ଗୋଟେ ହାତରେ। ତାପରେ ଯେତେବେଳେ ରାବଣ ନହେଲା, ରାବଣ ବିଫଳ ହେଲା, ସେ ମହାଦେବ କହିକିରି ମହାଦେବଙ୍କୁ ପ୍ରଣାମ କରି ରାବଣ ଯେତେବେଳେ 2 ହାତ ଲଗେଇକି ଟେକିବାକୁ ଚେଷ୍ଟା କରେ, ଶିବ ଧନୁଷ କିଛି ମାତ୍ରାରେ ଉପରକୁ ଉଠିଲା। ସେଇଠି ଯେତେବେଳେ ଶିବ ଧନୁଷ ଟିକେ ଉଠିଲା, ରାବଣ ଏତେ ଶକ୍ତି, ରାବଣ ଯେତେବେଳେ ଏତେ ଶକ୍ତି ପ୍ରୟୋଗ କରିଦେଇଛି ଶିବ ଧନୁ ଉଠିବା ପାଇଁ, ଏ ସଂସାର ଥରିବାକୁ ଲାଗିଲା। ତ ସେଇ ସମୟରେ ମହାଦେବ କଣ କଲେ ନା, ତାଙ୍କର ଗୋଟିଏ ଆଙ୍ଗୁଠି ରଖିଦେଇଥିଲେ ଭୂମିରେ, ଯାହାଫଳରେ କି ଶିବ ଧନୁ ଆଉ ଉଠି ପାରିନଥିଲା। ରାବଣ ରଖିଦେଇଥିଲା ତଳେ। ରାବଣ ତାପରେ ଆଉ ଯେତେ ଚେଷ୍ଟା କଲେ ମଧ୍ୟ ଶିବ ଧନୁକୁ ଆଉ ଉଠେଇ ପାରିନଥିଲା। ରାବଣ ଅହଙ୍କାରର ସେଇଠି ହାର ହେଇଥିଲା। ରାବଣ ମୁଣ୍ଡ ତଳକୁ ନୁଆଇକିରି ମିଥିଳା ନଗରରୁ ପଳେଇ ଯାଇଥିଲା। ଆଉ ରାବଣ ସିଧା ଯାଇକିରି ମହାଦେବଙ୍କ ପାଖରେ ପହଞ୍ଚିଲା, କହିଲା କି ମହାଦେବ କାହିଁକି ମତେ ଏତେ ଆପଣ ଲଜ୍ଜା କଲେ? ମୁଁ ତ ଆପଣଙ୍କର ସର୍ବଶ୍ରେଷ୍ଠ ଭକ୍ତ। ଯୋଉ ବାଳିକା 8 ବର୍ଷରେ ଖେଳ ଖେଳରେ ସେ ଧନୁକୁ ଉଠେଇ ପାରୁଛି, ମୁଁ ଏତେ ଶକ୍ତିଶାଳୀ ହେଇକିରି ମଧ୍ୟ ଆପଣଙ୍କ ଧନୁକୁ କାହିଁକି ଉଠେଇ ପାରିଲିନି? ସେ ଦିବ୍ୟ ଧନୁର ସ୍ଥାନ କେବଳ ଲଙ୍କାରେ, ଆପଣ ମତେ କାହିଁକି ଆଣିବା ପାଇଁ ଦେଲେନି? ସେଠି ମହାଦେବ କହିଥିଲେ ଯେ ସେ ପିଲାଟି ଖେଳ ଖେଳରେ ତା ମନରେ କିଛି ଅହଙ୍କାର ନଥିଲା ନା କିଛି ଥିଲା, ସେ ଖେଳ ଖେଳରେ ହିଁ ସେ ଧନୁକୁ ଉଠେଇ ଦେଇଥିଲା। ଆଉ ତୁମେ ଏବେ ଯାଇଥିଲ ଅହଙ୍କାରରେ କି ଶିବ ଧନୁକୁ ଉଠେଇବ, ତୁମେ କୈଳାସ ଉଠେଇଛ, ଆଉ ଶିବ ଧନୁକୁ ଉଠେଇ ସୀତା ସ୍ୱୟଂବରରେ ବିଜୟ ହେଇ ସୀତାଙ୍କୁ ବିବାହ କରିବ। ଏଠି ଅହଙ୍କାରର ସ୍ଥାନ ହିଁ ନାହିଁ। ଏଠି ଯଦି ଅଛି ତ ଭକ୍ତି ପ୍ରେମର ସ୍ଥାନ ଅଛି। ତୁମେ ଅହଙ୍କାରର ସହ ଯାଇଥିଲ, ସେଥିପାଇଁ ଶିବ ଧନୁ ତୁମେ ଉଠେଇ ପାରିଲନି। ତୁମେ ପ୍ରଥମେ ତୁମ କର୍ମ ବଦଳାଅ। ତୁମେ ଯୋଉ ଅହଙ୍କାର ବଶ ଯୋଉ କୁକର୍ମ କରୁଛ, ତ ଏ କୁକର୍ମ କାରଣରୁ ଶିବ ଧନୁଷ କେବେ ଉଠେଇ ପାରିବେ? ଆପଣ ମାନେ ଜାଣିପାରିଲେ ଶିବ ଧନୁଷ ରାବଣ ଅହଙ୍କାର ପାଇଁ ହିଁ ଉଠେଇ ପାରିନଥିଲା। ଯଦି ସଚ୍ଚା ଭକ୍ତ ହେଇଥାନ୍ତା, ହୁଏତ ରାବଣ ମଧ୍ୟ ଟିକେ ବାଟ ଉଠେଇ ଦେଇଥିଲା, ଆଉ ଉଠେଇ ଦେଇଥାନ୍ତା ମଧ୍ୟ। କିନ୍ତୁ ଅହଙ୍କାର ଶିବଙ୍କ ପାଖରେ ଚଳେ ନାହିଁ। ମହାଦେବ କେବଳ ଭକ୍ତି ଏବଂ ପ୍ରେମକୁ ହିଁ ଭଲ ପାଆନ୍ତି। ଯିଏ ଅହଙ୍କାର କରେ ତାର ସର୍ବନାଶ ହିଁ ହୁଏ। ଯଦି ଆପଣମାନଙ୍କୁ এই ଆଧ୍ୟାତ୍ମିକ ଭିଡ଼ିଓଟି ଭଲ ଲାଗିଥାଏ, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିବାକୁ କେବେ ହେଲେ ଭୁଲିବେନି।